अप्पा अप्पा किए मंदिर बेलाରେ ଅପାପା ଶବ୍ଦ ଉଚ୍ଚାରଣ କରୁଛି। ମୁଁ ଆଗକୁ ଯିବି, ହଁ ମୁଁ ଆଗକୁ ଯିବି। ए अप्पा आज तू काहे एमती देखा जाउछु ए मंजरी तुम वेशभूषा विषय पचार मंजरी ଏଇଟା ମୋ ଭାଗ୍ୟର ଲିଖନ କି କରିବ ମୋ ଭାଗ୍ୟରେ ଯାହା ଲେଖାଇଥିଲା ମଞ୍ଜୁରୀ ସେଇଆ ହେଲା। ଛାଡ଼ ମଞ୍ଜୁରୀ, ତୁମ ବିଷୟରେ ଛାଡ଼ ମଞ୍ଜୁରୀ। अप्पा ତୁ ମତେ ଖୋଜିବାକୁ କାହିଁକି ଆସିଛୁ ମଞ୍ଜୁରୀ? ମୋ କଥା କଣ ତତେ ଆଜି ମନେ ପଡ଼ିଲା? ए अप्पा ମଞ୍ଜୁରୀ तू कौन जाणुछु आ अल्प दिन मध्यरे मोर बाहागर ମୋ ସୁନା ନାକି ଭଉଣୀର ଆଉ ଅଳ୍ପ ଦିନ ମଧ୍ୟରେ ବାହାଘର। ମଞ୍ଜୁରୀ अप्पा ତୋ ଭାଗ୍ୟରେ ତ ବାହାଘର ଲେଖା ଅଛି ମଞ୍ଜୁରୀ, ହେଲେ ମୋ ଭାଗ୍ୟରେ ଛାଡ଼, ମୋ ବିଷୟରେ ଛାଡ଼। ଯେ ମଞ୍ଜୁରୀ ବାହା ହେବା ପୂର୍ବରୁ ଗୋଟିଏ ପ୍ରସ୍ତାବ ଦେଖିବାକୁ ପଡ଼େ। हाँ अप्पा ଗୋଟିଏ ବରପାତ୍ର ଦେଖିବାକୁ ପଡ଼େ ମଞ୍ଜୁରୀ। ତୁ ସେଇଟା କ'ଣ ଦେଖି ସାରିଛୁ ମଞ୍ଜୁରୀ? ତୁ କ'ଣ ତୋ ବର ବିଷୟରେ ମତେ କିଛି କହିବୁନି ମଞ୍ଜୁରୀ? कहबी କହିବୁ ନା ମଞ୍ଜୁରୀ? हाँ ତାହେଲେ ଭଉଣୀ କିଏ ତୋ ବର? ए अप्पा तू तो जानती बो ए मणिपुर राज्य राजा सत्यवंतंकु ମଣିପୁର ରାଜା ସତ୍ୟବନ୍ତ। हाँ ତାପରେ तांकर एकमात्र पुत्र ତାଙ୍କର ଏକମାତ୍ର ପୁତ୍ର जाको मु बाहाइबी ଯାହାକୁ ମୋ ସୁନା ନାଖି ଭଉଣୀ ବାହା ହବ। तांक ना होछि ତାଙ୍କ ନାଁ ହେଉଛି मानस रंजन ତୁ ମତେ ମିଛ କହୁଛୁ ମଞ୍ଜୁରୀ, ना अप्पा ତୁ ମତେ ମିଛ କହୁଛୁ। ना अरे ମୋ ମୁଣ୍ଡରେ ହାତ ଦେଇକି କହ ମଞ୍ଜୁରୀ, କିଶୋରୀ ଚାପ ସହିତ ତୋର ବାହାଘର ଅଛି। अप्पा मु तो मुंड छिक अछि आ अल्प दिन मध्यरे मानस का सहित मो बाहागर अप्पा ई अप्पा चुप कर मंजूरी, एही तो अपा सबुदिन पाई मरीगला। ମୁଁ ତ ପାଇ ମରିଗଲି ମଞ୍ଜୁରୀ। ମୁଁ ତତେ ପିଲାଟି ଦିନରୁ ଲାଲନ ପାଳନ କରି ଆସିଥିଲି। ଶେଷରେ ସେ ଲାଲନ ପାଳନର ଫଳ ମତେ ଏଇଆ ଦେଲେ। ପାରେ ମଞ୍ଜୁରୀ ପା, ଶେଷରେ ତୁ ମୋ ଖାଇବା ଥାଳିରେ ବିଷ ଦେଲୁ। ତୁ କ'ଣ ଜାଣିଛୁ ମଞ୍ଜୁରୀ? ତୁ ଚାଲି ପଚାରୁଥିଲୁ ନା ତୋ ଦେଶ ଭୂଷା ମୁଁ ଦେଖି ସହିପାରୁନି। ଶୁଣିବୁ ଏଇ ବେଶଭୂଷା କାହା ପାଇଁ? हाँ ଏଇ ବେଶଭୂଷା କେବଳ ତୋ ମା ପାଇଁ। କେବଳ ତୋ ମା ପାଇଁ।
କଣ ଜାଣିଛୁ ସେଇ ରଜା ପୁଅ ମାନସ ରଞ୍ଜନକୁ କଣ ଚିହ୍ନିଛୁ ସେଇ ରଜା ପୁଅ ମାନସକୁ ଯୋଉ ରଜା ପୁଅ ମାନସ ରଞ୍ଜନକୁ ତୁ ବାହା ହେବା ପାଇଁ ଆଶା କରିଛୁ ଯୋଉ ରଜା ପୁଅ ମାନସକୁ ତୁ ପାଇବାକୁ ସ୍ୱପ୍ନ ଦେଖେଇଛୁ ସେଇ ରଜା ପୁଅ ମାନସ ରଞ୍ଜନକୁ ମୁଁ ଭଲ ପାଇଥିଲି ମୁଁ ମନ ଦେଇଛି ସେଇ ରଜା ପୁଅ ମାନସକୁ ତୋ ମାଟା ଯେତେବେଳେ କଥାଟା ଜାଣିପାରିଲା ମଞ୍ଜୁରୀ ମତେ ମାର ମାରି ଘରୁ ତଡ଼ିଦେଲା ମତେ ସଜାଇ ଦେଲା କଲଙ୍କିରେ ମତେ ସଜାଇ ଦେଲା ଡାହାଣୀ ମତେ ସଜାଇ ଦେଲା ଖରାପ ଝିଅ ତୁ ଏ କଥାକୁ ନ ଜାଣି ତୁ ମତେ ସେ ରଜା ପୁଅକୁ ବାହା ହେବାକୁ ନିଷ୍ପତ୍ତି ନେଇଗଲି ତୁ ଏକ୍ଷଣି ଚାଲିଯା କଲଙ୍କିରୀ ଏକ୍ଷଣି ଚାଲିଯା ଏ ବିଷୟରେ ମୁଁ କିଛି ଜାଣିନି ଅପା ମୁଁ ସତ କହୁଛି ଏ ବିଷୟରେ ମୁଁ କିଛି ଜାଣିନି ତୁ କ'ଣ ଜାଣିଛ ଯେତେବେଳେ ମାନସଙ୍କ ଠାରୁ ଚିଠି ଆସିଥିଲା ଆଉ ସେ ଚିଠିରେ ଲେଖିଥିଲେ ଜାଣିଛ ଅପା ସେ ଚିଠିରେ ଲେଖା ହେଇଥିଲା ମୋ ପ୍ରାଣପ୍ରିୟ ମଞ୍ଜୁରୀ ମୋ ହୃଦୟର ଚନ୍ଦ୍ରମା ଆଉ ଅଳ୍ପ ଦିନ ମଧ୍ୟରେ ଆମ ବାହାଘର ଯୁବରାଜ ମୋତେ ଦେବଦେବ ମହାଦେବଙ୍କ ମନ୍ଦିରକୁ ସାକ୍ଷାତ କରିବା ପାଇଁ ଡକିଥିଲେ ଆଉ ସେ ଚିଠି ପଢ଼ି ମୁଁ ଦେବଦେବ ମହାଦେବଙ୍କ ମନ୍ଦିରକୁ ଯାଇଥିଲି ହେଲେ ସେଟାକୁ ଗଲା ପରେ କ'ଣ ହେଲେ ଜାଣିଛୁ ଅପା ଯେତେବେଳେ ଯୁବରାଜ ମୋତେ ଦେଖିଲେ ସେ ମୋତେ ଧିକ୍କାର ମାରି ତଡ଼ିଦେଲେ ଆଉ ସେ କହିଲେ ସେ ଭଲ ପାଆନ୍ତି କେବଳ ତାଙ୍କ ପ୍ରାଣପ୍ରିୟାକୁ ଆଉ ତାଙ୍କ ପ୍ରାଣପ୍ରିୟା କିଏ ଜାଣିଛ ଅପା ତାଙ୍କ ପ୍ରାଣପ୍ରିୟା ହେଉଛି ଏ ମଣିପୁର ରାଜ୍ୟ ମମତା ସୁମନ୍ତଙ୍କ ଜ୍ୟେଷ୍ଠ କନ୍ୟା ନାମ ତାର ମମତା ମୋ ଅପା ମମତା ମୋ ସୁନା ନାକି ଅପା ମମତା ଏ ମଞ୍ଚୁରୀ ସତରେ କ'ଣ ଯୁବରାଜ ମତେ ଏବେ ବି ଭଲ ପାଆନ୍ତି କ'ଣ ବା କରିବି ବଞ୍ଚି ମଞ୍ଜି ପ୍ରେମରେ ପଡ଼ି ଗୋଟାଏ ପାଗଳି ସାଜି ଯାଇଛି ତୁ ମତେ କ୍ଷମା କରିଦେ ମଞ୍ଜି ତୁ ଯଦି ମତେ କ୍ଷମା ନ କରିଛୁ ମଞ୍ଜି ତୁ ମତେ ଅଭିଶାପ ଦେ ମଞ୍ଜୁରୀ ତୁ ମତେ ଅଭିଶାପ ଦେ ହେ ମଞ୍ଜୁରୀ ବୟସ୍କ ଭୂତ ଠାରୁ ବଡ଼ ତଥାପି ଯଦି ମୁଁ ତତେ କହିବାରେ ଭୁଲ କହିଦେଇଛି ଏଇ ତ ବଡ଼ ଭଉଣୀ ତ ପାଦ ଛୁଇଁ କ୍ଷମା ମାଗୁଛି ଅପା ଏସବୁ କଥା ଛାଡ଼ ତୁ ଚାଲିଲୁ ତୁ ଏବେ ମୋ ସହିତ ଘରକୁ ଚାଲ ପା ଯୋଉ ଘରଟାକୁ ଦିନେ ମୁଁ ମନ୍ଦିର ଭାବି ପୂଜା କରି ଆସିଥିଲି
ମଞ୍ଜୁରୀଟା ମୋ ପାଇଁ ମଶାଣି ପାଲଟି ଗଲା। ଘରକୁ ଯିବି ତ ମଞ୍ଜୁରୀ କେବଳ ଶବ ହୋଇଯିବି। ମୁଁ ବାଲ ଖେଳି ଯାଇ ସେ ଘରେ କଣ କରିବି? ଏଇଆପା ତୁ ତ ମାନସକୁ ଭଲ ପାଇଛୁ, ତୁ ତ ତାଙ୍କୁ ମନ ଦେଇଛୁ। ତୁ କଣ ତାଙ୍କୁ ବାହା ହବୁନି? ଏ ପାଗଳି, ତୁ ସତରେ ପାଗଳି ହୋଇଯାଇଛୁ। ପ୍ରସ୍ତାବ ତ ତୋ ସହିତ ଅଛି। ମୋ ପାଇଁ କେମିତି ସେ ରଜା ପୋକ ବାହା ହେବେ? ମତେ ସିଧା ସିଧା କହିଲ। ଅପା ହଁ ଏଇଆପା ମଞ୍ଜୁରୀ, ସମସ୍ତେ ଯାଉଛନ୍ତି ଏଇଟା ମଞ୍ଜୁରୀର ବାହାଘର। ହେଲେ ସମସ୍ତେ ଜାଣିଛନ୍ତି ଯେ ଏଇଟା ମଞ୍ଜୁରୀର ବାହାଘର। ହେଲେ ମୁଁ ତତେ ବଦବେଶରେ ସଜେଇ ବାହା ମଣ୍ଡପରେ ଛାଡ଼ିଦେବି। ତୁ ମତେ ବଧୁ ବିଷୟରେ ସଜାଇ ବାହା ମଣ୍ଡପରେ ଛାଡ଼ିଦେବୁ। ଆଉ ଯେତେବେଳେ ତୋର ବାହା ଶେଷ ହେଇଯିବ ମୁଁ ମୋ ନିଜ ପରିଚୟ ଦେଇଦେବି। ମଞ୍ଜୁରୀ, ତୁ କଣ ସତ କହୁଛୁ ମଞ୍ଜୁରୀ? ତୋ ବାହା ଜାଗାରେ ମତେ ବାହା କରେଇବୁ? ପାରେ ମଞ୍ଜୁରୀ ବା। ଆଜି ମୁଁ ଜାଣିପାରିଲି ମଞ୍ଜୁରୀ, ତୋ ଭିତରେ ମଣିଷ ପଣିଆ ଅଛି। ମୋ ଭଉଣୀ ଭିତରେ ମଣିଷ ପଣିଆ ଅଛି। ହେ ମଣିପୁରବାସୀ, ସମସ୍ତେ ମୋ ଭଉଣୀ ପରି ହେବେ। ଯାହାର ବି ଭଉଣୀ ଥିବେ ମୋ ଭଉଣୀ ମଞ୍ଜୁରୀ ପରି ହେବେ। କାହିଁକି ନା ତା ବାହା ଜାଗାରେ ମତେ ବାହା କରିବାକୁ ନିଷ୍ପତ୍ତି ନେଇଛି। ତୁ ତ ମୋ ସୁନା ନାଖି ଭଉଣୀ ପରାଟା। ତୋ କଥାକୁ କହିବା ମୁଁ ଅମାନ୍ୟ କରିବି। ଏ ମଞ୍ଜୁରୀ, ମୁଁ ତ କଥା ରଖି ଘରକୁ ଯିବି ମଞ୍ଜୁରୀ। ଫେରେ ଘରକୁ ଯେତେବେଳେ ଯିବି ଘରର ଭଲ ମନ୍ଦ ଦାୟିତ୍ୱ ନବୁ ତୁ। ବିଚାରକ ଆସନରେ ବସିବୁ ତୁ।